Hello everyone, welcome to Cool Plus Computer Series ର chapter number 2 class number 3 को ଆପଣମାନଙ୍କୁ ସ୍ୱାଗତ କରୁଛି ଯୋଉଥିରେ କି ଆମେ ମାନେ architecture of computer chapter ର ଆଉ 25ଟି କ୍ୱେଶ୍ଚନ ଆମେ ମାନେ ଡିସ୍କସନ କରିବା ଯୋଉଟା କି ଆପଣ ମାନଙ୍କର ଆଗାମୀ ଓଡ଼ିଶାର ଆପଣ ମାନେ ଯୋଉ ଜୁନିୟର ଟିଚର ବାହାରିବ ଯୋଉଟା କି ଆମର ରେଗୁଲାର ହେଇକି ମାନେ ରେଗୁଲାର ତ ଡିକ୍ଲେୟାର ହେଇ ସାରିଛି ଅଲରେଡି ସେଟା ଆମର ଏଟିକି ଆସିବ ହେଲା ଏଟା କି ଆମର ଆସିଷ୍ଟାଣ୍ଟ ଟିଚର ସେଇ ଏକ୍ଜାମ ପାଇଁ ଏବଂ ତା ସହିତ ଆପଣ ମାନଙ୍କର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଯାହା ବି କିଛି ଏକ୍ଜାମ ହଉନା କାହିଁକି OSS ଅଣ୍ଡରରେ ହଉ କି ଆମର OSSS ଅଣ୍ଡରରେ ହଉ ଯାହା ବି ଗଭର୍ଣ୍ଣମେଣ୍ଟ ଏକ୍ଜାମ ହବ ସବୁ ସିଲାବସରେ ଆପଣ ମାନେ ଦେଖିଥିବେ କି କମ୍ପ୍ୟୁଟର ଅଛି ତ ସେଥିପାଇଁ ଆପଣ ମାନେ ବିନା ଡାଉଟରେ ଭିଡିଓଟାକୁ ଫାଷ୍ଟ ରୁ ଲାଷ୍ଟ ଯାଏଁ ଦେଖିବେ କାହିଁକି ନା ଆପଣ ମାନେ ଯୋଉ ବି ଏକ୍ଜାମ ଦିଅନ୍ତୁ ନା କାହିଁକି ଆପଣ ମାନଙ୍କ ସେଇ ଏକ୍ଜାମ ରିଲେଟେଡ NCERT ବେସ୍ଡ MCQ ଆମେ ଡିସ୍କସନ କରୁଛେ ଭିଡିଓକୁ ଲାଇକ୍ କରିଦେବେ ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରିବେ ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡିଓ ଅପଲୋଡ କରିବି ଆପଣଙ୍କର ଫାଷ୍ଟ ନୋଟିଫିକେସନ ପାଇପାରିବେ ଓକେ ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା ଦେଖନ୍ତୁ ଆମର ଜୁନିୟର ଟିଚର ଯୋଉଟା ଆମର ଆସିଷ୍ଟାଣ୍ଟ ଟିଚର ବହୁତ ଶୀଘ୍ର ବାହାରିବାକୁ ଯାଉଛି ତ ସେଥିପାଇଁ ଆପଣ ମାନେ ପୁରାପୁରି ଜୋରସୋରରେ ପ୍ରିପେୟାର କରନ୍ତୁ ତ ଦେଖନ୍ତୁ ଆମର ଫାଷ୍ଟ କ୍ୱେଶ୍ଚନ କ'ଣ ଦେଇଛି କହିଛି ପର୍ସନାଲ କମ୍ପ୍ୟୁଟର୍ସ ୟୁଜ୍ଡ ଏ ନମ୍ବର ଅଫ ଚିପ୍ସ mounted on a main circuit board. What is the common name for such board? ହେଲା ଦେଖନ୍ତୁ ସେ କହିଛି କି ଆମର ଯୋଉ କମ୍ପ୍ୟୁଟର ହେଲା ଯୋଉ ପିସି ମାନଙ୍କର କ'ଣ ହୁଏ ନା ବହୁତ ସାରା ଚିପ୍ ଗୁଡ଼ିକ ସବୁ ଗୋଟେ ବୋର୍ଡ ଉପରେ କ'ଣ ହୋଇଥାଏ ନା ଲାଗିକି ଥାଏ ଗୋଟେ ବୋର୍ଡ ଏମିତି ଥାଏ ଚାରିକୋଣିଆ ବୋର୍ଡ ତା ଉପରେ ସବୁ ଆମର ଚିପ୍ ଗୁଡ଼ା ସବୁ ଲାଗିକି ଥାଏ ତ ସେ ପଚାରିଛି କି ସେଇ ବୋର୍ଡକୁ ଆମେ କ'ଣ କହିଥାନ୍ତି ହେଲା ତ ଅପସନ ଅଛି ଡଟର ବୋର୍ଡ ମଦର ବୋର୍ଡ ତାପରେ କହିଛି ବୋର୍ଡ ନନ୍ ଅଫ ଦ ଏଭବ ହେଲା ତ ମତେ କୁହନ୍ତୁ ସଠିକ ଆନ୍ସର କ'ଣ ହବ ଆମର ସେଇ ବୋର୍ଡକୁ ଆମେ କ'ଣ କହିଥାନ୍ତି ଆମେ କହିଥାନ୍ତି ମଦର ବୋର୍ଡ ହେଲା ଖାଲି ପିସି ରେ ନୁହଁ ଆମର ମୋବାଇଲରେ ଲ୍ୟାପଟପରେ ସବୁଥିରେ ଆମର କ'ଣ ଅଛି ନା ମାନେ ଆମର ମଦର ବୋର୍ଡ ଅଛି ହେଲା ମଦର ବୋର୍ଡ ହଉଛି ଗୋଟେ ମେନ୍ ବୋର୍ଡ ହେଲା ତାକୁ ମଧ୍ୟ ଆମେ ମାନେ ମେନ୍ ବୋର୍ଡ ମଧ୍ୟ କହିଥାନ୍ତି ହେଲା ତ ପରବର୍ତ୍ତୀ ଆମେ କ୍ୱେଶ୍ଚନକୁ ଯିବା ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି which of the following are the components that reside on mother board ହେଲା ଆମର କ'ଣ କହିଛି ନା ଆମର କୋଉ କମ୍ପୋନେଣ୍ଟ ଗୁଡ଼ିକ ସବୁ ଆମର ମଦର ବୋର୍ଡର ସବୁ ସାଇଡରେ ଲାଗିଥାଏ ମାନେ ମଦର ବୋର୍ଡରେ ସବୁ କ'ଣ କ'ଣ କମ୍ପୋନେଣ୍ଟ ସବୁ ଲାଗିଥାଏ ସେ ପଚାରିଛି ହେଲା ତ କ'ଣ ହବ ଅପସନ ଅଛି ସିମୋସ ବ୍ୟାଟେରୀ ତାପରେ ଅଛି ଫ୍ୟାନ୍ ତାପରେ PCI ସ୍ଲଟ୍ ନା ଅଲ୍ ଅଫ ଦ ଏଭବ ଦେଖନ୍ତୁ ସଠିକ ଆନ୍ସର ହେଇଯିବ ଆମର କ'ଣ ନା ଅପସନ ଡି ଯୋଉଟା କି ଆମର ଅଲ୍ ଅଫ ଦ ଏଭବ ହେଲା ସିମୋସ ବ୍ୟାଟେରୀ ଫ୍ୟାନ୍ PCI ସବୁ କିଛି ଆମର ମଦର ବୋର୍ଡରେ ଲାଗିଥାଏ ହେଲା ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ କମ୍ୟୁନିକେସନ ଲାଇନ ବିଟୱିନ୍ CPU memory and peripherals is called ହେଲା ଆମର ଯୋଉ CPU ଏବଂ ତା ସହିତ ଆଉ ଆମର ମେମୋରି ୟୁନିଟ ହେଲା କି ଆମର ପେରିଫେରାଲ ସବୁ କିଛି ହେଲା ତ ଆମର କମ୍ୟୁନିକେସନ ହୋଇଥାଏ ହେଲା ତାକୁ ଆମେ କ'ଣ କହିଥାନ୍ତି ବା କାହା ମାଧ୍ୟମରେ ଏଟା ହୋଇଥାଏ ସେ ପଚାରିଛି ହେଲା ତ ଅପସନ ଅଛି ବସ୍ ଲାଇନ ମିଡିଆ ଅଲ୍ ଅଫ ଦ ଏଭବ ନନ୍ ଅଫ ଦିଜ୍ ହେଲା ତ ସଠିକ ଆନ୍ସର କ'ଣ ହବ ଯୋଉଟା ଦେଖନ୍ତୁ ଆମର ସଠିକ ଆନ୍ସର ହେଇଯିବ ଆମର ବସ୍ ହେଲା ଆପଣ ମାନେ ଚିତ୍ର ମାଧ୍ୟମରେ ଦେଖିପାରୁଥିବେ ଏଇଟା ହେଉଛି ଆମର ଗୋଟେ ବସ୍ ଯେମିତି ଆମର USB ହେଲା ତ USB ର ଫୁଲ ଫର୍ମ କ'ଣ ମତେ ଆପଣମାନେ ମତେ କମେଣ୍ଟରେ ଜଣେଇବେ କାହିଁକିନା ମୁଁ ଆପଣମାନଙ୍କୁ ଅଲରେଡି କହିସାରିଛି ହେଲା ତ ଦେଖନ୍ତୁ ଆମର CPU ଟା ଆମର ସବୁ ଯୋଉ ଅନ୍ୟ ସବୁ ପେରିଫେରାଲ ଯାହା ବି ସବୁ ଜିନିଷ ପତ୍ର ମାନେ ସବୁ ଆମର ମେସିନ ହେଲା ତା ସହିତ ଯେମିତି ଆମର ପ୍ରିଣ୍ଟର ସ୍କାନର ସ୍ପିକର ତା ସହିତ ଆମର ମେମୋରି ୟୁନିଟ ସହିତ ଯୋଉ ସବୁ କମ୍ୟୁନିକେସନ କରେ କାହା ମାଧ୍ୟମରେ ସେ କରେ ନା ଆମର ବସ୍ ମାଧ୍ୟମରେ ସେ କରେ ହେଲା ଅପସନ ଏ ୱିଲ୍ ବି ରାଇଟ୍ ଆନ୍ସର ତ ସେଇପରି ଭାବରେ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା କହିଛି ଡ୍ୟାଶ କମ୍ପୋନେଣ୍ଟସ୍ ଇନସାଇଡ୍ ଦ ମଦରବୋର୍ଡ ଲାଇକ୍ CPU ଆଣ୍ଡ ସିଷ୍ଟମ ମେମୋରି ହେଲା ଆମର ମଦରବୋର୍ଡ ସହିତ ହେଲା ବା CPU ସହିତ ଆମର ଯୋଉ ସିଷ୍ଟମ ମେମୋରି ଯୋଉ ଆମର ସବୁ କମ୍ପୋନେଣ୍ଟ ସବୁ ଲାଗିକି ଥାଏ ହେଲା ତ ସେଟା କାହା ମାଧ୍ୟମରେ ଲାଗିଥାଏ ହେଲା ତ ଅପସନ ଅଛି ଡାଟା ବସ୍ ଆଡ୍ରେସ ବସ୍ ଇଣ୍ଟରନାଲ ମେମୋରି ନା ଏକ୍ସଟର୍ନାଲ ବସ୍ ତ ସଠିକ ଆନ୍ସର କ'ଣ ହବ ଯୋଉଟା କି ଆମର ଅପସନ ସି ଯୋଉଟା କି ଇଣ୍ଟରନାଲ ବସ୍ ମାନେ ଆମର ମଦର ବୋର୍ଡର ସେ ଯୋଉ ସବୁ କମ୍ପୋନେଣ୍ଟ ସବୁ ଲାଗିଥାଏ ସେ ସବୁ କମ୍ପୋନେଣ୍ଟସ୍ ଗୁଡ଼ିକ ଆମର କ'ଣ ହୁଏ ନା ଆମର ସବୁ କାହା ମାଧ୍ୟମରେ ଲାଗିଥାଏ ସବୁ ଇଣ୍ଟରନାଲ ବସ୍ ହେଲା ଯୋଉଟା ବାହାରକୁ ଥାଏ ତାକୁ ଆମେ କହିଥାନ୍ତି ଏକ୍ସଟର୍ନାଲ ବସ୍ ଯୋଉଟା ଭିତର ପଟେ ଥାଏ ତାକୁ ଆମେ କହିଥାନ୍ତି ଇଣ୍ଟରନାଲ ବସ୍ ହେଲା ଅପସନ ସି ୱିଲ୍ ବି ରାଇଟ୍ ଆନ୍ସର ତ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା କହିଛି ଦ ଆଡ୍ରେସ ଅଫ ଇନପୁଟ ଆଣ୍ଡ ଆଉଟପୁଟ ଡିଭାଇସ ଅର ମେମୋରି ଇଜ କ୍ୟାରିଡ୍ ବାଇ ଦ
ହେଲା। ତ ଇନପୁଟ ଆଣ୍ଡ ଆଉଟପୁଟ ଡିଭାଇସ ର ଯୋଉ ଆଡ୍ରେସ ଟା ଅର ମେମୋରି ସେଟା ଆମର ସବୁ କୋଉଠି ଷ୍ଟୋର ହେଇକି ଥାଏ? ତ ଅପସନ ଅଛି କଣ, ଡାଟା ବସ୍ ନା ଏକ୍ସପାନସନ ବସ୍ ନା ଆମର ଆଡ୍ରେସ ବସ୍ ନା ସିଷ୍ଟମ ବସ୍, ମାନେ କାହା ମାଧ୍ୟମରେ ସେଟା ସବୁ ଲାଗିଥାଏ ବା କନେକ୍ଟ ହୋଇଥାଏ ସେଇଟା ସେ ପଚାରିଛି। ତ ସଠିକ ଆନ୍ସର କଣ ହବ ନା ଆମର ଅପସନ ସି ଯୋଉଟା କି ଆଡ୍ରେସ ବସ୍ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଏ ଫିଜିକାଲ କନେକ୍ସନ ବିଟୱିନ ଦ ମାଇକ୍ରୋ ପ୍ରୋସେସର memory and other part of micro computer is known as, ଯୋଉଟା ଆମେ ଦେଖନ୍ତୁ ଆମର ମାଇକ୍ରୋ ପ୍ରୋସେସର ମେମୋରି ସହିତ ଯୋଉ ଆମର ଅଲଗା ସବୁ ଅଛି ଯୋଉ ପାର୍ଟସ ଗୁଡିକ ହେଲା, ତ ସେ ଯୋଉ କନେକ୍ସନ ହୋଇଥାଏ ସେ ଫିଜିକାଲି କନେକ୍ସନକୁ ଆମେ କଣ କହିଥାନ୍ତି? ବୁଝିପାରିଲେ କି ନାହିଁ? ଆମର ମାଇକ୍ରୋ କମ୍ପ୍ୟୁଟରରେ ମାଇକ୍ରୋ ପ୍ରୋସେସର ସହିତ ସବୁ ଅଲଗା ସବୁ ପାର୍ଟସ ଗୁଡିକ ଯୋଉ କନେକ୍ଟ ହୋଇଥାନ୍ତି ସେ କନେକ୍ସନକୁ ବା ଫିଜିକାଲ କନେକ୍ସନକୁ ଆମେ କଣ କହିଥାନ୍ତି? ତ ଅପସନ ଅଛି ପାଥ, ଆଡ୍ରେସ ବସ୍, ରୁଟ ନା ଅଲ ଅଫ ଦ ଏଭବ। ତ କୁହନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଆପଣ ମାନେ ଟିକେ ସହଜ ଭାବିବେନି, ସବୁ କ୍ୱେଶ୍ଚନ ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ନା ଏଟା ଆମର ଏନସିଇଆରଟି ବେସ୍ଡ ଏମସିକ୍ୟୁ ପ୍ରାକ୍ଟିସ ହଉଛି ହେଲା। ଯାହା ବି କିଛି ଆମେ କ୍ୱେଶ୍ଚନ ପ୍ରାକ୍ଟିସ କରୁଛୁ ସବୁ ଏନସିଇଆରଟି ବେସ୍ଡ। ଆଉ ଆପଣ ଜାଣିଥିବେ ଯାହା ବି କିଛି ଏକ୍ଜାମ ହବ ସବୁ ଟିସିଏସ୍ କରିବ ଏବଂ ଟିସିଏସ୍ ସବୁ ଏନସିଇଆରଟି କୁ ସେ ବେସ୍ କରିକି କ୍ୱେଶ୍ଚନ ପକଉଛି ହେଲା। ତ ଦେଖନ୍ତୁ ଏଟା ଆମର ସଠିକ ଆନ୍ସର କଣ ହବ ନା ଆମର ହଉଛି ଆଡ୍ରେସ ବସ୍ ହେଲା। ତ ଅପସନ ବି ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ ରିଡ୍ ଅର୍ ରାଇଟ୍ ଲାଇନ୍ ବିଲଙ୍ଗସ୍ ଟୁ, ଆମେ ରିଡ୍ ଅର୍ ରାଇଟ୍ ଲାଇନ୍ କୁ ଆମେ କଣ କହିଥାନ୍ତି? ତ ଅପସନ ଅଛି ଡାଟା ବସ୍, କଣ୍ଟ୍ରୋଲ ବସ୍ ନା ଆଡ୍ରେସ ବସ୍ ନା ଆମର ସିପିୟୁ। କଣ ହବ ସଠିକ ଆନ୍ସର? ଯୋଉଟା କି ଅପସନ ବି, ଯୋଉଟା କି କଣ୍ଟ୍ରୋଲ ବସ୍ ହେଲା। ଆମେ ଅପସନ ବି ଯୋଉଟା କି କଣ୍ଟ୍ରୋଲ ବସ୍ ଆମେ କହିଥାନ୍ତି ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ ନେମ୍ ଅଫ ଦ ଲୋକେସନ ଅଫ ଏ ପର୍ଟିକୁଲାର ପିସ୍ ଅଫ ଡାଟା ଇଜ ଇଟ୍ସ, ହେଲା। ସେ କହିଛି କି ଆମର ଗୋଟେ ପିସ୍ ଅଫ ଡାଟାର ପର୍ଟିକୁଲାର ଲୋକେସନ ନେମ୍ ଟା ଆମେ କୋଉଠୁ ପାଇଥାନ୍ତି, ତାକୁ ଆମେ କଣ କହିଥାନ୍ତି? ସେ ଗୋଟେ ପିସ୍ ଅଫ ଗୋଟେ ପର୍ଟିକୁଲାର ପିସ୍ ଅଫ ଡାଟାର ଲୋକେସନ ଟାକୁ ଆମେ କଣ କହିଥାନ୍ତି? ତ ଅପସନ ଅଛି ଆଡ୍ରେସ, ମେମୋରି ନେମ୍ ନା ଷ୍ଟୋରେଜ ନା ଡାଟା ଲୋକେସନ। ଯୋଉଟା କି ସଠିକ ଆନ୍ସର ହେଇଯିବ ଆମର ଅପସନ ଏ, ଯୋଉଟା କି ଆଡ୍ରେସ ହେଲା। ତାର ଯୋଉ ପ୍ରପର ଲୋକେସନ ଟାକୁ ଆମେ କହିଥାନ୍ତି ଆଡ୍ରେସ ଭାବରେ ଆମେ ତାକୁ କହିଥାନ୍ତି ହେଲା। ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା, କହିଛି ହ୍ୱିଚ୍ ଅଫ ଦ ଫଲୋଇଙ୍ଗ ଇଜ ୟୁଜ୍ ଟୁ କନେକ୍ଟ ଦ ଡିଫରେଣ୍ଟ ଏକ୍ସଟର୍ନାଲ ଡିଭାଇସ, ହେଲା। ଆମର କହିଛି ଆମେ ଯୋଉ ସବୁ ଏକ୍ସଟର୍ନାଲ ଡିଭାଇସ ଗୁଡିକ ସବୁ ୟୁଜ କରନ୍ତି ତାକୁ ଆମେ କନେକ୍ଟ କରିବା ପାଇଁ କାହାକୁ ୟୁଜ କରିଥାନ୍ତି? ତ ଅପସନ ଅଛି ଆଡ୍ରେସ ବସ୍, ଡାଟା ବସ୍, କଣ୍ଟ୍ରୋଲ ବସ୍ ନା ଏକ୍ସଟର୍ନାଲ ବସ୍। ତ ସଠିକ ଆନ୍ସର କଣ ହବ? ଯୋଉଟା କି ସଠିକ ଆନ୍ସର ହେଇଯିବ କଣ, ଆମର ହେଇଯିବ ଅପସନ ଡି, ଯୋଉଟା କି ଏକ୍ସଟର୍ନାଲ ବସ୍। ଯୋଉଟା କି ଆପଣମାନଙ୍କୁ ମୁଁ ଏବେ କହିକି ଆସିଲି କି ଆମର ସବୁ ଏକ୍ସଟର୍ନାଲ ଡିଭାଇସ ଯାହା ବି କିଛି ଥିବ ସେଗୁଡିକୁ ସବୁ ମାନେ ଯୋଉ କନେକ୍ଟ କରନ୍ତି ସେଟା ସବୁ ଆମର ଏକ୍ସଟର୍ନାଲ ଡିଭାଇସ, ଏକ୍ସଟର୍ନାଲ ବସ୍ ମାଧ୍ୟମରେ ତାକୁ ଆମେ କନେକ୍ଟ କରିଥାନ୍ତି ହେଲା। ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା, କହିଛି ହ୍ୱିଚ୍ ଇଜ ନଟ୍ ଆନ୍ ଇଣ୍ଟିଗ୍ରାଲ ପାର୍ଟ ଅଫ କମ୍ପ୍ୟୁଟର। ଆମର ଚାରିଟାଙ୍କ ଅପସନ ମଧ୍ୟରୁ ଆମର କୋଉଟା ଯୋଉଟା କି ଆମର ଗୋଟେ କମ୍ପ୍ୟୁଟରର ଇଣ୍ଟିଗ୍ରାଲ ପାର୍ଟ ରେ ଯାଉନାହିଁ? ତ ଅପସନ ଅଛି ସିପିୟୁ, ମାଉସ, ମନିଟର, ୟୁପିଏସ୍। ତ ସଠିକ ଆନ୍ସର କଣ ହବ? ଯୋଉଟା କି ଆମର ଅପସନ ଡି, ଯୋଉଟା କି ୟୁପିଏସ୍ ହେଲା। ୟୁପିଏସ୍ ର ଫୁଲ ଫର୍ମ କଣ ଆପଣ ମାନେ ମତେ କମେଣ୍ଟ ରେ ଜଣାନ୍ତୁ, ସମସ୍ତେ ଆପଣ ମାନେ ଜାଣିଥିବେ। ତ ତା ପରବର୍ତ୍ତୀ କ୍ୱେଶ୍ଚନ କହିଛି a device that not only provides surge protection but also furnish the computer with battery backup power during a power outage, ମାନେ ଯେତେବେଳେ ଆମର କରେଣ୍ଟ ପଳାଏ କମ୍ପ୍ୟୁଟରକୁ ଆମର କିଏ ପାୱାର ଯୋଗେଇଥାଏ? ଗୋଟେ ଟେମ୍ପୋରାରୀ ପିରିୟଡ଼ ପାଇଁ ଆମର କମ୍ପ୍ୟୁଟରକୁ କିଏ ପାୱାର ଯୋଗେଇଥାଏ ସେଟା ସେ ପଚାରିଛି। ତ ଅପସନ ଅଛି ବ୍ୟାଟେରୀ ଷ୍ଟ୍ରିପ୍, ୟୁପିଏସ୍, ସର୍ଜ ଷ୍ଟ୍ରିପ୍ ନା ଆମର ୟୁଏସବି ନା ମେମୋରି। ଦେଖନ୍ତୁ ଆମର ୟୁଏସବି ର କଣ ହବ ନା ଫୁଲ ଫର୍ମ କଣ ହବ ନା ଅନ୍ ଇଣ୍ଟରପ୍ଟେଡ ପାୱାର ସପ୍ଲାଏ। ଯୋଉଟା କି ଆମର କଣ ହୁଏ ନା ଆମର କମ୍ପ୍ୟୁଟର ଯେତେବେଳେ ଆମର କରେଣ୍ଟ ପଳାଏ ସେତେବେଳେ ୟୁପିଏସ୍ ମାନେ କମ୍ପ୍ୟୁଟରକୁ ଟେମ୍ପୋରାରୀ କିଛି ସମୟ ପାଇଁ ସେ ମାନେ ପାୱାର ବ୍ୟାକଅପ୍ ଯୋଗାଇଥାଏ ହେଲା। ତ ଅପସନ ବି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା, କହିଛି ଟେମ୍ପୋରାରୀ ଷ୍ଟୋରେଜ ଏରିଆ ଆଟାଚ୍ ଟୁ ଦ କମ୍ପ୍ୟୁଟର ଫର ଇନପୁଟ ଆଉଟପୁଟ ଅପରେସନ ଇଜ, ହେଲା। ମାନେ ସେ କହିଛି କି ଆମର କମ୍ପ୍ୟୁଟରରେ ଗୋଟେ ଟେମ୍ପୋରାରୀ ଷ୍ଟୋରେଜ ଏରିଆ ଯୋଉଟା କି ଆମର କୋଉଥିପାଇଁ ଆମର
काम होता है ना आम सीपीयू सहित आटाच होगी थाए सेटा आम इनपुट एंड आउटपुट ऑपरेशन ने काम दे थाए तो से टेम्पोरारी स्टोरेज एरिया को आम कौन कही था ऑप्शन अच्छे चिप बफर रजिस्टर ना कोर से आम सीपीयू जोटा आम जो थाए टेम्पोरारी स्टोरेज एरिया तो से टेम्पोरारी स्टोरेज एरिया को आम कौन कही था कौन कही था ना आम ऑप्शन बी हो सठिक आंसर जोटा कि बफर बफरटा हूँ सीपीयू रे अटैच होगी थाए जोटा कि इनपुट आउटपुट ऑपरेशन ले काम दे थाए तो परवर्ती क्वेश्चन कही टू मेजर द स्पीड ऑफ द प्रोसेसर डैश इज यूज्ड है हमारे प्रोसेसर रो स्पीड को जो हमें मेजर करते हमें को यूनिट को यूज करके आम यूज करते मैंने मापी था तो ऑप्शन अच्छे प्रोसेसिंग स्पीड क्लॉक स्पीड मेमोरी ना यूनिटी सठिक आंसर कौन हम देखो सठिक आंसर है ऑप्शन भी जोटा क्लॉक स्पीड है हमर जो प्रोसेसर सब थाए कंप्यूटर रे तार स्पीड को आम मेजर करने गले आम को यूनिट को आम यूज करते ना आम क्लॉक स्पीड है तो ऑप्शन बी विल बी राइट आंसर परवर्ती क्वेश्चन कही ए यूनिफॉर्म इंटरवल ऑफ सीपीयू टाइम allocated for use in performing a task is known as माने हमारा जो कौन हुए सीपीयू रे माने यूनिफॉर्म इंटरवल आम सेट करते हैं गोटे टास्क को से परफॉर्म करने तो से टाइम को सेटा को आम कौन कहते तो ऑप्शन अच्छी रियल टाइम सीक टाइम डाउन टाइम ना टाइम स्लाइस बहुत इंपोर्टेंट क्वेश्चन तो आपण माने ये नोट करंतु ना तो ऑप्शन डी हे जीवो सठिक आंसर जोटा कि हमरो टाइम स्लाइस है ताको आम कहते टाइम स्लाइस तो परवर्ती क्वेश्चन कही व्हाट इज द फुल फॉर्म ऑफ डीएमए रा फुल फॉर्म कौन तो ऑप्शन अच्छी कौन डायरेक्ट मेमोरी एक्सेस डायनामिक मेमोरी एक्सेस डायरेक्ट मेथड एक्सेस डबल मेमोरी एक्सेस तो सठिक आंसर कौन हम हमारे ऑप्शन ए जोटा कि डायरेक्ट मेमोरी एक्सेस जोटा कि डीएमए रा फुल फॉर्म ओके तो परवर्ती क्वेश्चन कही व्हेन मशीन इंस्ट्रक्शंस आर बीइंग एग्जीक्यूटेड बाय ए कंप्यूटर द इंस्ट्रक्शन फेज फॉलोड बाय द एग्जीक्यूशन फेज इज रिफर्ड एज टू एज है जिते बेले कौन हुए ना आम जहाँ भी कंप्यूटर को आम इंस्ट्रक्शन दिखती से इंस्ट्रक्शन जिते से कम लगी था तो से फेज टाक जो प्रोसेस टाक कौन कही था तो ऑप्शन अच्छी प्रोग्राम साइकिल मशीन इंस्ट्रक्शन इंस्ट्रक्शन साइकिल ना आमर टास्क साइकिल कहतु मत आंसर जानी सारी तथा मत कहतु कि आम सठिक आंसर कौन हम जोटा कि सठिक आंसर हो ऑप्शन सी जोटा कि इंस्ट्रक्शन साइकिल ओके तो परवर्ती क्वेश्चन कही डैश इज द प्रोसेस ऑफ कैरिंग आउट कमांड आम देखु आमर जोटा भी आम जहाँ भी किसी कमांड दिखती से जो कम लगी था कौन कही से प्रोसेस को आम कौन कही ऑप्शन अच्छी फेचिंग स्टोरिंग डिकोडिंग ना एग्जीक्यूटिंग कौन कहते ना एग्जीक्यूटिंग ऑप्शन डी विल बी राइट आंसर तो परवर्ती क्वेश्चन कही द प्रोसेसर मस्ट हैव टू इनपुट है गोटे प्रोसेसर दीटा इनपुट थाए है तो कौन कौन ऑप्शन अच्छी इंस्ट्रक्शंस एंड डाटा इनफॉरमेशन एंड डाटा ना इनपुट एंड आउटपुट ना सीपीयू एंड इंस्ट्रक्शंस कहते मत दीटा इनपुट थाए प्रोसेसर आम कौन कही कौन कही ना हमारा ऑप्शन ए जोटा कि इंस्ट्रक्शन एंड डाटा ऑप्शन ए आम इंस्ट्रक्शन कार देते क्या डाटा को देते डाटा को आम इंस्ट्रक्शन वे आम देते ओके मैंने इंस्ट्रक्शन आकार में देते कंप्यूटर को इनपुट है से ऑप्शन ए हो सठिक आंसर तो परवर्ती क्वेश्चन कही डैश डिफाइन्स द पैरामीटर ऑफ द एक्शन एंड डिपेंड्स ऑन द ऑपरेशन है कौन मत कहतु मैंने कौटा चार ऑप्शन मध्य कौटा जोटा कि कौन माने क्या माने से डिफाइन करे ना पैरामीटर ऑफ एक्शन एक्शन गुड़िकर से पैरामीटर को से माने डिफाइन करे एवं ता सहित ऑपरेशन ऑपरेशन मध्य ऊपर से डिपेंड हुए सेटा कौटा ऑप्शन चार ऑप्शन मध्य कौटा जोटा ऑपरेशन ऊपर से डिपेंड हुए एवं ता सहित एक्शन ना पैरामीटर मध्य माने पैरामीटर को से माने डिफाइन करे माने एक्सप्रेस करे तो ऑप्शन अच्छी ऑपकोड ऑपरेंड इंस्ट्रक्शंस ना डाटा कहतु मत तो सठिक आंसर हो ऑप्शन बी जोटा ऑपरेंड है
तो ऑप्शन बी जोटा नोट कर रखु जोटा कि तार काम कौन ना से माने सब एक्शन पैरामीटर को से केते स्पीड रे काम होला सेटा से मापी थाए এবং ता सहित ऑपरेशन ऊपर से मध्य डिपेंड करे ना ऑपरेशन ना केते स्पीड रे होजी सेटा से एक्सप्रेस करे हेल ऑपरेंड ऑप्शन बी विल बी राइट आंसर। एटा होची हमरा इंस्ट्रक्शन साइकिल जोटा कि कोन हुए जोटा कि मैं आपन मानन को पूरा पूरी गोटे मैराथन 12 घंटा वीडियो टे मैं आपन मानन को पई अपलोड करिछि ना कंप्यूटर माने सब चैप्टर माने ए टू जेड हला प्रथम चैप्टर रो लास्ट चैप्टर सब माने चैप्टर को मु कवर करिछि एवं ताकू नै कि जहां भी किछि क्वेश्चन हे परिबो सेटा मते हम आपन मानन को पई पूरा पूरी वीडियो अपलोड करि रखिछि जदि देखि नांती जाके देखंतु प्लेलिस्ट अवेलेबल अछि हला ओके। एटा मु आपन मानन को पई पढि सारछि आउ कहू नै तो परवर्ती क्वेश्चन मु जिबा हला कहि पाइपलाइन स्ट्रेटजी इज कॉल्ड माने पाइपलाइन स्ट्रेटजी को आउ कोन कहिथांती तो ऑप्शन अछि इंस्ट्रक्शन एग्जीक्यूशन इंस्ट्रक्शन प्रीफेच ना इंस्ट्रक्शन डिकोडिंग ना इंस्ट्रक्शन मैनिपुलेशन तो सठिक आंसर कोन हबो ताको हम कहिथांती इंस्ट्रक्शन प्रीफेच हला तो ऑप्शन बी विल बी राइट आंसर माने पाइपलाइन स्ट्रेटजी को आमे कोन कहिथांती इंस्ट्रक्शन प्रीफेच हला। तो परवर्ती क्वेश्चन कहिजे ऑन द मदरबोर्ड द कनेक्शन पॉइंट फॉर चिप आर रिफर्ड टू एज मदरबोर्ड रे जो हमर चिप पे जो कनेक्शन पॉइंट थाए ताको हम कोन कहिथांती तो ऑप्शन अछि स्लॉट सॉकेट पोर्ट ना लाइंस माने आपन माने मन रखंतु बहुत इंपोर्टेंट परीक्षा रे पढि सारथि जोटा कि सठिक आंसर हिजबो सॉकेट ओके। तो ऑप्शन बी विल बी राइट आंसर माने कोउटा कोथि पई मा कोहा माध्यम रे जॉइंट होई थाए बा कनेक्ट होई थाए सेटा अपन मन लिखि रखंतु ओके। तो परवर्ती क्वेश्चन कहिछि ए टेम्पोररी स्टोरेज एरिया अटैच्ड टू द सीपीयू फॉर इनपुट आउटपुट ऑपरेशन इज ए मैं आपन मन कहि कि आसी आपन मन मते कमेंट रे जणेबे हला। तो परवर्ती क्वेश्चन कहिछि कंप्यूटर अंडरस्टैंड इंस्ट्रक्शन ओनली इन टर्म ऑफ 0 एंड 1 व्हिच इज कॉल्ड माने जो हमरा कंप्यूटर काहा को बुझे ना केवल 0 को बुझे एंड 1 को बुझे से दुईटा जो बुझे ताको हम कोन कहिथांती तो ऑप्शन अछि एटा कंप्यूटर लैंग्वेज ना मशीन लैंग्वेज ना इलेक्ट्रिक लैंग्वेज ना हमरा इलेक्ट्रॉनिक लैंग्वेज एटा एक सठिक आंसर हे जिवो हमरा ऑप्शन बी जोटा कि मशीन लैंग्वेज 0 एंड 1 को हम आउ कोन कहिथां ना हम कहिथां बाइनरी लैंग्वेज कहिथांती ताकू मध्ये कहि परिबा कोन हमरा मशीन लैंग्वेज हला बुझला। तो ऑप्शन बी विल बी राइट आंसर ओके। तो तापर हमर हार्डवेयर ऑफ कंप्यूटर को नै कि जहां भी किछि सब हमर एमसीक्यू हे परिबो सब किछि हम आपन मानको नेक्स्ट वीडियो रे डिस्कशन करिबा ओके। तो आज पई एतिक थिला देखाबो नेक्स्ट वीडियो रे थैंक यू जय जगन्नाथ।